ନମସ୍କାର, ମୁଁ ଅଞ୍ଜଳିର ହାଣ୍ଡିଶାଳାକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆସନ୍ତୁ ଦେଖିବା ଅଞ୍ଜଳିର ହାଣ୍ଡିଶାଳରେ କ'ଣ ପ୍ରସ୍ତୁତ ହେଲା। ଯେହେତୁ ମୋ ମୋବାଇଲ ଖରାପ ଟିକେ ଅଛି ତ ବଡ଼ ଭିଡ଼ିଓ ମୁଁ ପକାଇ ପାରୁନି, ସେଥିପାଇଁ କାହିଁକି ନା ଆପଣମାନଙ୍କୁ ବି ଭଲ ଲାଗୁନି, ସେଥିପାଇଁ ଟିକେ କମ୍ ପକାଉଛି। ତ ଚେଷ୍ଟା କରିବି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିବ। ତ ଚାଲନ୍ତୁ ଏଠି ଆମେ ଲାଉ ଘାଣ୍ଟ ପ୍ରସ୍ତୁତ କରିବା। ଲାଉ ଘାଣ୍ଟ ପାଇଁ ମୁଁ ଏଠି ନେଇଛି ଲାଉ, ଆଉ ହେଉଛି କୋବି ଫାଳେ, ଆଉ ବାଇଗଣ 3ଟା, ଆଳୁ 4ଟା, ଟମାଟୋ 2ଟା, ମୁଗ ଡାଲି। ତ ତାକୁ ଭଲ ଭାବରେ ଆମେ କାଟି କଟା ଦେବା। ଦେଖନ୍ତୁ ଆଳୁ ଆଉ ଲାଉ, କୋବି, ବାଇଗଣକୁ ମୁଁ ଏଠି କାଟି ଦେଇ ସାରିଲିଣି ଭଲ ଭାବେ। ତ କଟାକଟି ସରିଲା ପରେ ଏଠି ଚୁଲିରେ ମୁଁ ବସାଇ ଦେଇଥିଲି କରେଇ। ଏଠି ପରିବା ତାକୁ ଭଲ ଭାବରେ ଧୋଇକି ଚୁଲିରେ ଗରମ ହେଇଗଲାଣି ଆମର କରେଇ। ତ ସେଥିରେ ଦେଇଦେବା ସବୁ ପରିବାକୁ। ପରିବା ଦେଇ ସାରିଲା ପରେ ଏବେ ଯେଉଁ ରଖିଥିଲି ଡାଲି ବତୁରେଇକି ତାକୁ ଦେଇଦେବା। ହଳଦୀ ଗୁଣ୍ଡ, ଲୁଣ ପକାଇକି ଅଳ୍ପ ଟିକେ ପାଣି ଦେବେ, କାହିଁକିନା ଲାଉରେ ପାଣି ବାହାରିବ। ଡାଲି ପଡ଼ିଛି ଯେହେତୁ ଲାଗିଯିବ, ସେଥିପାଇଁ ମୁଁ ଅଳ୍ପ ଟିକେ ପାଣି ଦେଇଥିଲି। ତ ଦେଇକି ଭଲ ଭାବରେ ଦେଖନ୍ତୁ ଆମର ସିଝି ଆସିଲାଣି। ଏବେ ଆମେ ଛୁଙ୍କ ଦେବା ପିଆଜ, କସୁରୀ ମେଥି, ଜିରା, ଫୁଟଣ ଆଉ ଅଦା ରସୁଣ ଛେଞ୍ଚା। ସେଥିରେ ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ଆଉ ଲଙ୍କା ପାଉଡ଼ର ପକାଇକି ତାକୁ ଭଲ ଭାବରେ ଘାଣ୍ଟ ପ୍ରସ୍ତୁତ ହେଇଗଲା। ଏବେ ଚାଲନ୍ତୁ ଆମର ଗରମା ଗରମ ଘାଣ୍ଟ ଆଉ ଭାତକୁ ନେଇକି ବସିଯିବା। ଆଉ ତା ସହିତ ଟିକେ ପାଗ ବନେଇଦେବା ଆମ୍ବୁଲ ଆଉ ହେଉଛି ରସୁଣ, କଞ୍ଚା ଲଙ୍କା। ସେଥିରେ ଟିକେ ଲଙ୍କାଗୁଣ୍ଡ ଆଉ ଟିକେ ଜିରା ଗୁଣ୍ଡ ପକାଇଦେଲେ ଆହୁରି ଅଧିକ ଟେଷ୍ଟ ଲାଗିବ। ତ ସେଥିପାଇଁ ମୁଁ ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ଦେଇକି ଭଲ ଭାବରେ ଟିକେ ଦଳିଦେଲି। ଆପଣମାନଙ୍କୁ କାହାକୁ କାହାକୁ ଏଇ ପାଗ ଭଲ ଲାଗେ କମେଣ୍ଟରେ ନିହାତି ଜଣାଇବେ। ମୋତେ ତ ସବୁବେଳେ ଆମ୍ବୁଲ ପାଗ ଭଲ ଲାଗେ, କିନ୍ତୁ ଦେହ ଖରାପ ପାଇଁ ମୁଁ କମ୍ ଖାଏ। ତ ଏବେ ଚାଲନ୍ତୁ ଲାଉ ଘାଣ୍ଟ ଆଉ ଭାତ ଖାଇବା। ଆଉ ତା ସହିତ ଅଛି ଆମ୍ବୁଲ ପାଣି। କେମିତି ଟେଷ୍ଟ ଲାଗୁଛି? ଟେଷ୍ଟ ତ ବଢ଼ିଆ ହେଇଥିଲା। ତ ଯେହେତୁ ଆପଣମାନେ ବି ବନେଇକି କିଏ ଖାଇଥିବେ, ଆଉ ଯଦି କେହି ନ ଖାଇଥିବେ ତାହେଲେ ଏମିତି ବନାନ୍ତୁ, କମ୍ ମସଲାରେ କମ୍ ଟେଷ୍ଟି ଖାଇବା।